ଦେବବାବୁ ଡଙ୍କାରୀ ପାହାଡ କଥା ଆପଣଙ୍କ ଦଳର ନେତା ଉଠେଇଥିଲେ ଡକ୍ଟର ଦାମୋଦର ରାଉତ। ଏବେ ଡଙ୍କାରୀରେ କିଏ କରୁଛି? ଏବେ ତ ବର୍ଷେ ଭିତରେ ସରକାର ସେଟଲ ହବାକୁ 3 ମାସ ଲାଗିଲା, 6-7 ମାସ ହେଲା କାମ କରିଛନ୍ତି ସେମାନେ। ସେ ଧର୍ମଶାଳା କଥା ସବୁଦିନ ଖବର କାଗଜରେ ଟିଭି ଚ୍ୟାନେଲରେ ଦେଖୁଛି। ଏବେ ସୁନ୍ଦରଗଡରେ ବଡ ଧରଣର ଗୋଟେ ଇଏ କଥା ଆସେ, ଏ ସବୁ ଚେର କୋଉଟା ସୁନ୍ଦରଗଡରେ ରାଜା ଚକ୍ର ଆମ ଦଳର ରାଜା ଚକ୍ର କୋଉ ପାର୍ଟିର ଲୋକଙ୍କ ସାଙ୍ଗରେ ଆମେ ଅଛୁ ଏବଂ କରାଯାଉଛି। ରାଜା ଚକ୍ର ବହୁତ ଦିନ ଆଗରୁ ଥିଲା ଯୁବକରେ, ତାପରେ ସେ ବିଜେଡିରେ ଥିଲା। ଆପଣ ତାକୁ ବିଭିନ୍ନ ଦାୟିତ୍ୱ ଦଉଥିଲେ, ବିଭିନ୍ନ ଜିଲ୍ଲାର ଦାୟିତ୍ୱ। ଆମେ କୌଣସି ଆଉ ଗୋଟେ ଜିନିଷ ପାର୍ଟି ତରଫରୁ ଦାୟିତ୍ୱ ଲକ୍ଷ୍ୟ କରିବେ, ଆଉ ଗୋଟେ ଜିନିଷ ଲକ୍ଷ୍ୟ କରିବେ, ଆପଣ ସରକାରରେ ଅଛନ୍ତି, ସରକାରକୁ ଆସିଛନ୍ତି, ଭୋଟ ପାଇକି ଆସିଛନ୍ତି, କଣ କେତେ କରୁଛନ୍ତି, ଆପଣଙ୍କ ପୂର୍ବ ସରକାର ତାଙ୍କୁ ବେଶୀ କରୁଛନ୍ତି, କମ କରୁଛନ୍ତି, ଇଏ ତ ଗୋଟେ ନିଶ୍ଚୟ ଆଲୋଚନାର ବିଷୟ, ମୁଁ ମନା କରୁନି। କିନ୍ତୁ ଆପଣ ସେ ବିଜେଡି ସରକାର ବେଳେ ଆପଣ ନିଜେ ଅଙ୍ଗେ ନିଭେଇଥିବା କଥା ଆପଣ ନିଜେ ଦେଖନ୍ତୁ। ଆପଣ ଅତି ଶ୍ରଦ୍ଧାର ସହିତ ସମ୍ମାନର ସହିତ ଆପଣ ଭୋଟ ଦେଇକିରି ଜଣେ ବ୍ୟକ୍ତିଙ୍କୁ ଆପଣ ମୁଖ୍ୟମନ୍ତ୍ରୀ କଲେ ଏବଂ ତାଙ୍କ ଦଳକୁ ଆପଣ 24 ବର୍ଷ କାଳ ଆପଣ କ୍ଷମତାରେ ରଖିଲେ। 24 ବର୍ଷ ନୁହେଁ, ଗୋଟେ କରେକ୍ଟ କରୁଛି, 9 ବର୍ଷ ବିଜେପି ଆମ ସାଙ୍ଗେ ଥିଲା। ହଉ ହେଲା 15 ବର୍ଷ ମୁଖ୍ୟମନ୍ତ୍ରୀ ନବୀନ ବାବୁ। ନାଇଁ, ଆପଣ ଯୋଉ ହଠାତ୍ କିନା ବିଜେପି କି 9 ବର୍ଷ କହିଦେଉଛନ୍ତି, ଆପଣ ଆଶଙ୍କା କରୁଛନ୍ତି ଏଇ 24 ବର୍ଷର ଯୋଉ କୁଶାସନ ତା ଦେହରେ ଆପଣ କିଛି ବିଜେପି କି ଦେଇଦେବାକୁ ବିଜେପି ଏକା 15 ବର୍ଷ ନବୀନ ବାବୁ ନେତୃତ୍ୱ। ହଁ ହେଲା ମୁଁ ମନା ବି ଆମର ମୋଦିଜୀଙ୍କର 11 ବର୍ଷ ହେଇଗଲା। ନାଇଁ ହେଲା, ଆପଣ ବିଜେପି ନା କହି ସେଠି ଟିକେ ଲୁଚି ଯିବାକୁ ଚେଷ୍ଟା କରୁଛନ୍ତି, ଭଲ କଥା, ମୁଁ ମନା କରୁନି, ମୁଁ ସେ ଆଡକୁ ଯାଉନି। ମୋର କେବଳ ଅନ୍ୟ ଗୋଟିଏ ଦିଗ ପ୍ରତି ମୁଁ ଆପଣଙ୍କ ଦୃଷ୍ଟି ଆକର୍ଷଣ କରୁଛି, ଆପଣଙ୍କ ଭିଉଅର୍ସ ମାନଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଭୋଟ ପାଇଲେ ଆପଣ ପ୍ରତିନିଧି, ଆପଣ ମୁଖ୍ୟମନ୍ତ୍ରୀ ହେଲେ, ଆଜ୍ଞା ମୁଖ୍ୟମନ୍ତ୍ରୀ ଆପଣ ଶାସନ କରିବେ ଆଉ ଜଣେ, ସେମିତି କିଛି ହେଇନି। ମୁଖ୍ୟମନ୍ତ୍ରୀ ଶାସନ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ଏବଂ ତାକୁ ତାହେଲେ ଉପା ସରକାର ଓ ଏନଡିଏ ସରକାର ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ବାରମ୍ବାର କାହିଁକି ଆପ୍ରିସିଏଟ କରିଛି? ଏବେ ବି 24 ମସିହାରେ ଆପଣ ଦେଖିବେ, ଆପଣ ଭୋଟ ପାଇଲେ ଆପଣ, ସରକାରରେ ହେଲେ ଆପଣ ଦେଖିବେ ତମାମ 24 ବର୍ଷକୁ ଆପଣ ଦେଖନ୍ତୁ, ତମାମ 24 ବର୍ଷ ଗୋଟେ ଯୁଗ ହେଲା ପ୍ୟାରୀମୋହନ ମହାପାତ୍ର, କଥା କଥାକେ ଆପଣଙ୍କ ଆଜୀବନ ଥିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଏ କଣ କହିଲେ, ଫାର୍ଷ୍ଟ ସେଣ୍ଟେନ୍ସ ଅଙ୍କଲ କୁ ମିଲୋ। ସମସ୍ତେ ମନା କରିବେ ଅଙ୍କଲ କୁ ମିଲୋ, କେହି ମନା କରିନା, ଛାଡ଼ନ୍ତୁ ଆଜ୍ଞା, ମୁଁ ସେ କଥା କହୁନି, ଆପଣ କହିଛନ୍ତି ନ କହିଛନ୍ତି, ଅଙ୍କଲ କୁ ମିଲୋ। ଏବଂ ସାରା ଓଡିଶାର ଯେତେ ନେତା ଥିଲେ ବିଜେଡି ଦଳର ମନ୍ତ୍ରୀ ସକାଶେ ଏବଂ ବ୍ୟୁରୋକ୍ରାଟ୍ସ ମାନେ ଯାଉଥିଲେ କି ନାଇଁ ଶହୀଦନଗର ଫାଇଲ ଧରିକିରି, କିଏ ମନା କରିପାରିବେ? ତାଙ୍କ ଜମାନା ଗଲା, ତାଙ୍କ ଜମାନା ଗଲା, ଆଉ ଜଣେ ମହାଶୟ ଆସିଲେ, ସିଏ ଆଜ୍ଞା ଦେଖିଲେ, ଆପଣ ତ ଆଖିରେ ଦେଖିଛନ୍ତି ସେ କିଭଳି ଭାବରେ ଏଠି ମାନେ ଓଡିଶାର ଏମୁଣ୍ଡରୁ ସେମୁଣ୍ଡ ସିଏ ମୁଖ୍ୟମନ୍ତ୍ରୀ ମତେ ପଠେଇଛନ୍ତି କହି ସଭା ସମିତି କରି, ଆଜ୍ଞା ଯୋଉମାନେ କେତେ ଥରର ବିଧାୟକ ମନ୍ତ୍ରୀ ଏତେ ପୁରୁଖା ନେତା ସେମାନେ ସବୁ ଯାଇକିରି ସେଠି ମଞ୍ଚ ବାନ୍ଧିଲେ, ଚେୟାର ବୋଇଲେ, ଏଇ ସବୁ କାମ କଲେ, ପୁଡିଆ ବାଣ୍ଟିଲେ, ପୁଡିଆ ବାଣ୍ଟିଲେ, ପ୍ରଚାର କରାଗଲା। ଆଜ୍ଞା ଯୋଉମାନେ ପ୍ରଚାର କଲେ ଆମକୁ କାଉଣ୍ଟର ନେରେଟିଭ ତାକୁ ଦେଇପାରିଲେ। ଆପଣ ଯୋଉମାନେ ବିଜେପିର ଯଦି ଚାଣକ୍ୟ ଅମିତ ଶାହ ଜି ସିଏ ଆସିଲେ, ସେ କାହାକୁ ଭେଟିଲେ? ଆପଣ ବିଜେପି କଥା ଛାଡ଼ନ୍ତୁ, ସାଧାରଣ ଲୋକ ଦେଖିଲେ ପରା, ବାବୁଙ୍କୁ ଭେଟିଲେ, ସାଧାରଣ ଲୋକ ଖରାପ ହେଇଗଲେ। ନାଇଁ ଶୁଣନ୍ତୁ, ସିଏ ଯଦି ଜଣେ ନିର୍ବାଚିତ ପ୍ରତିନିଧି ହେଇଥାନ୍ତେ ଏବଂ ଆପଣଙ୍କ ଦଳର ହେଇଥାନ୍ତେ, ଆପଣ ତାଙ୍କୁ ଗଲେ କାହାର କିଛି କହିବାର ନାହିଁ। ଆଜ୍ଞା ସେ ଜଣେ ଅଣନିର୍ବାଚିତ ବ୍ୟକ୍ତି, ସେ ଜଣେ ସରକାରୀ କର୍ମଚାରୀ, ତାପରେ ସିନା ଆସିକି ସେ ବିଜେଡିରେ ଜଏନ କଲେ। ମାନେ ମୋର କେବଳ ଗୋଟିଏ ଅବଜେକ୍ସନ, ଆପଣ ଯାଆନ୍ତୁ ନା, ସେ ଆପଣଙ୍କ ଦଳ ପାଇଁ ଗୋଟେ ଆଶା ହେଇପାରନ୍ତି, କିନ୍ତୁ ଆପଣ ସରକାର ମୂଲ୍ୟାୟନ କଲା ବେଳେ ସେଇ କଥାକୁ କହିକିରି କଥାଟାକୁ ଯୋଉ ଗୋଟେ ନ୍ୟାରେଟିଭଟା ଯୋଉଟା ରଙ୍ଗ ନ୍ୟାରେଟିଭ ସେଟ୍ ହେଇଥିଲା ଏବଂ ତାକୁ ଆମେ ବଳବତ୍ତର କରି ରଖିବା ନା, ଓଡିଶାର ପ୍ରଗତି ଉପରେ ଗୋଟେ ସରକାର ହେଇଛି ବର୍ଷ ଭିତରେ କଣ କରିଛି ତାର ହିସାବ ନିକାଶ କରିବା। ମୁଁ ସମ୍ପୂର୍ଣ୍ଣ ଆପଣଙ୍କ ସହିତ ଏକମତ। କଣ ହେଇଥିଲା ଆଉ ତାକୁ ଚର୍ବିତ ଚର୍ବଳ କରି ତାର କିଛି ମାନେ ନାହିଁ, ମୁଁ ମନେ କରୁନି ଆପଣଙ୍କ କଥାକୁ। କିନ୍ତୁ ଯାହା ଏଇ ଗୋଟିଏ ବର୍ଷ ଭିତରେ ମୁଁ କହିଲି ଯେ ସରକାରକୁ ଲୋକ ଆଶା କରିଥିଲେ ଏ ବିଜେଡି ଦଳର ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ବାନ୍ଧିବ, ଅପରପକ୍ଷରେ ଓଲଟାକିରି ଦେଖାଯାଉଛି ଯୋଉମାନଙ୍କୁ ସମସ୍ତେ ଭାବୁଥିଲେ ଏଇମାନେ ହେଉଛନ୍ତି କେନ୍ଦ୍ରବିନ୍ଦୁ ଦୁର୍ନୀତିର, ତାଙ୍କୁ ବର୍ତ୍ତମାନ ଦେଖାଯାଉଛି
सी सब कुआड़े ओडिशा रे दिल्ली पळेले। दिल्ली फिल्ली जाकिर आराम से गोड़ा हाथ लंबेकी से अछंती हाँ। समस्त सीटा आज्ञा आश्चर्य मु मना करनी द्वितीय कथा हला पीपल्स मुख्यमंत्री जहाँ से कहउछन बहुत क्षेत्र में ता मध्य पूरण होइछि लोक मत देखछन्ती लागपत पाकु जाउछन्ती लोक आउरी देखंतु भल भाबरे जानतु अष्टप्रहरी आरंभ कर सब जगह जानतु जान आने ने आपण यंग मुख्यमंत्री एवं त मु जानि हाँ, से जानतु। सवारी मु थिला बेले मंत्री तीन। काम करछि तीन। ताकर आग्रह अछि हाँ, तीन। मना करने तीन आपण डेवलपमेंट हो नहीं नहीं हौ मु कोन हबु से कथा मना करू एक कथा लोक देखुछन्ती तीन गोटे काम से करछन्ती कि ए जो सुभद्रा आर्थिक साहाय्य हो 3100 टंका रे धान किनिबा हो ये साधारण लोकों को बहुत साहाय्य करछि काहे कि मु निजे जने चासी ଆପଣ ବିକିଛନ୍ତି ଧାନ ଆଉ ମୁଁ ଚାଷୀ ଆଉ ଆପଣ ସାମ୍ବାଦିକ ଆପଣ ଚାଷୀ କହୁନା ଆଜ୍ଞା ତ ସାମାଜିକ ଭୁବନେଶ୍ୱର ରହି ଚାଷୀ ହେଇଗଲେ ଆଜ୍ଞା କାହିଁକି ଭୁବନେଶ୍ୱର ରହିକି କଣ ଚାଷୀ ହେଇପାରିବନି ଗାଁରେ ଭାଗ ଦେଇକିରି ଚାଷୀ କଲେ ନାଇଁ ନାଇଁ ଭାଗ କଣ ଆମେ ନିଜେ କରୁଛୁ ଭାଗ ଦେଲେ ବି ଚାଷୀ ନା ହଁ। ଭାଗ ଦେଲେ ବି ରାଜାରାମ ଶତପଥୀ ଚାଷୀ କହୁନା କାହିଁକି ମୁଁ ଆଜ୍ଞା ଚାଷୀ ହେବି ମୁଁ ଆଜ୍ଞା ବିଲ ମୁଣ୍ଡକୁ ଯାଇକିରି ଚାଷ କରୁଛି ନା ବିଲ ମୁଣ୍ଡକୁ ଯିବା ଆଉ ଚାଷ କରିବା ଅଲଗା ନାଇଁ ନାଇଁ ଠିକ କଥା। ପର୍ଯ୍ୟଟକ ଭାବରେ ବୁଲି ନାଇଁ 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 ଆସିବେ ଆପଣଙ୍କର ଯୋଉ ଡେଫିନେସନ ଅଛି ଚାଷ ମାନେ ଚାଷ ପର୍ଯ୍ୟଟନ ଆପଣ ଆପଣଙ୍କର ଯୋଉ ଡେଫିନେସନ ଅଛି ମାନେ ହଳ ଧରିକି ଯେମିତି ବୁଲେଇଲେ ସେଇ ଚାଷୀ। ଚାଷୀ ଯେ ଚାଷ ମୁଁ କରାଏ। ଚାଷୀ ହଁ। ମୁଁ ସରକାରୀ ମଣ୍ଡିକି ଯାଇକି ଧାନ ବିକେ ମୁଁ ଦେଖିଛି ନିଜେ ଆଗରୁ ଯେତେବେଳେ ଏଇ ଯୋଉ ଏ ସରକାର ଆସିଲା ପରେ ଯୋଉ 800 ଟଙ୍କା ନା 900 ଟଙ୍କା ଅଧିକା ଦଉଛି ଇନପୁଟ 800 ହଁ ଇନପୁଟ 800 ଟଙ୍କା ଏଇଟା ଆକ୍ଚୁଆଲି ଲୋକଙ୍କୁ ବହୁତ ସାହାଯ୍ୟ କରୁଛି କାହିଁକି ନା ଆଜିକାଲି ପ୍ରଥମ କଥା ଧାନ ଚାଷରେ ଲାଭ ବେଶୀ ହଉନି ଏବଂ ଧାନ ଚାଷ ଏମିତି ବି ଗୋଟିଏ ଲାଭଜନକ ନୁହେଁ ଖାଲି ଖାଇବା ପାଇଁ ବାଧ୍ୟ ହେଇକିରି ଓଡିଆ ଲୋକ କରିବା କଥା ଆଉ ଯୋଉମାନେ ଟିକେ ଯାହା କିଛି ବିକିବାକୁ ଚାହିଁଲେ 2 ପଇସା ରୋଜଗାର କରିବା ପାଇଁ ଏଇ ଯୋଉ ଦର ବଢୁନାହିଁ ସେଥିରୁ ବହୁତ ହଇରାଣ ହଉଥିଲେ ଇଏ ସରକାର ଆସିଲା ପରେ ଅନ୍ତତଃ ସେଇଟା ଲୋକଙ୍କୁ ବହୁତ ସାହାଯ୍ୟ କରିଛି ଦୁଇ ଯୋଉ ସୁଭଦ୍ରା କଥା ମୁଁ କହୁଛି ଆଜ୍ଞା ଆପଣଙ୍କୁ ଗୁଣ୍ଠେ ଜମିରେ ଆପଣ ଆଳୁ କରୁଛନ୍ତି ଗୋଟିଏ ଜମିରେ ଆପଣ କୋବି କରୁଛନ୍ତି କେତେ ଟଙ୍କା ଖର୍ଚ୍ଚ ହଉଛି ଆଜ୍ଞା ମୁଁ ବା ସେଇଥିଲାଗି କହିଲି ମୁଁ ଦେଖୁଛି ବର୍ଷକୁ ଯଦି 10,000 ଟଙ୍କା ଆପଣଙ୍କୁ ଦିଆଯାଏ ଆପଣ ବାଡିରେ ଶାଗ କରିକି ତା ଦେହରୁ କିଛି ପଇସା ଖର୍ଚ୍ଚ କରି ଯଦି ବିକିବେ ଆପଣ ଦେଖିବେ ଲାଭବାନ ହେବେ ଆପଣ ଯଦି ମାର୍କେଟ ଯାଉଛନ୍ତି ଆପଣ ଦେଖିଲେ ଆଜିକା ଦିନରେ ବିଲାତି ବାଇଗଣ ଯେତେ ପରିବା ତା ଦର ଆକାଶ ଛୁଆଁ ଆସୁଛି ପଦାରୁ ଓଡିଶା ବାହାରୁ ଆସୁଛି ଆପଣଙ୍କୁ ସରକାର ଯଦି 5,000 କି 10,000 ଟଙ୍କା ବର୍ଷକୁ ଦେଲେ ଆପଣ ସେ ଟଙ୍କାକୁ ଖର୍ଚ୍ଚ କରିକି 2 ପଇସା ରୋଜଗାର କରିପାରିବେନି ନା କରୁଛନ୍ତି ନା ଲୋକ ଖାଲି ନାଇଁ ନାଇଁ ଯଦି ଆପଣ ନ କରୁଛନ୍ତି ତାହେଲେ ଆପଣ ଅନ୍ୟକୁ କାହିଁ ଦୋଷ ଦଉଛନ୍ତି ନିଜକୁ ଦୋଷ ଦଉନାହାନ୍ତି କାହିଁକି? ଲୋକ ସତରେ ଲାଭବାନ ସେଇଟା ହଉଛନ୍ତି। ନାଇଁ ନାଇଁ ଲାଭବାନ ମୋଦି ହବା ଯିଏ ପାଇଁ ରାଜାରାମ ଲାଭବାନ ଆପଣ ହବା ଯୋଉ ପାଇଁ କଥା ଦିଆଗଲା କହୁଛନ୍ତି, କିଏ କରୁଥିବେ ନ କରୁଥିବେ ଆପଣ ଯାଇକି ଦେଖିବେ ଏବଂ ଦରଦାମ ଯେତିକି ବଢିଛି କମ୍ପେୟାରିଂ ଟୁ ଇନଫ୍ଲେସନ ଯୋଉ ଲୋକ ଆଜି ଲୋକଙ୍କ ଆସ୍ପିରେସନ ବଢୁଛି ଲୋକ ଚାଉଳ ପାଇଲେ କିନ୍ତୁ ଫୁଡ ସିକ୍ୟୁରିଟି ତ ଚାଉଳ ନୁହେଁ ତା ସାଙ୍ଗରେ ପୁଣି ନ୍ୟୁଟ୍ରିସନ ମାଇକ୍ରୋ ନ୍ୟୁଟ୍ରିସନ ତାଙ୍କ ପିଲା ସବୁ ଖର୍ଚ୍ଚ ଗୁଡା ବଢୁଛି ସେ ଖର୍ଚ୍ଚରେ ଗଲା ବେଳକୁ କେତେ ପଇସା ରହୁଛି ଯେ ସେମାନେ ପ୍ରଡକ୍ଟିଭିଟି ଆଡକୁ ଆସିବେ ଏବଂ ଯେମିତି ଏଇଟା ହଉଛି ଯେମିତି ମୋଦିଜୀ ଥରେ ବାଙ୍ଗାଲୋରରେ କହିଥିଲେ କିଛି ବର୍ଷ ତଳେ ଯେ ଚାକିରି କାହିଁକି ମିଳୁନି 2 କୋଟି କହିଥିଲେ ନା ପକୋଡା ବନାଅ ସେଇଭଳି କଥା ହେଇଯାଉଛି ଯଦି ମାନେ ପକୋଡା ଯୋଉମାନେ ବିକୁଛନ୍ତି ତାଙ୍କୁ ତ ଚାକିରି ରୋଜଗାର ହଉଛି ବୋଲି କହିଲେ ତେଣୁ ତେଣୁ ଆମେ ସାରା ପୃଥିବୀର ଟ୍ରେଣ୍ଡ ହେଉଛି ସେଲ୍ଫ ଏମ୍ପ୍ଲୟମେଣ୍ଟ ମୁଁ କହିବାକୁ ଚାହେଁ ଆଉ ସରକାର ବାକ୍ୟ ଦୁହି ରକ୍ଷା କର ସତ୍ୟ ନୁହେଁ ସଦାଗର 25,000 ଟଙ୍କା ଲେଖା ଦେଲେନି ଏକାଥରେ ଆପଣଙ୍କ ସରକାରଙ୍କର ଏତେ ପଇସା ଅଛି ସରକାର ଅଛି ଛାବିଛି ଯାଇଥିଲା 1,00,000 କୋଟି 1 ଲାଖ ଏବଂ ଆପଣ ବର ବି କରିପାରିବେ ଏବଂ 1,00,000 କୋଟି ଆମେ ଛାଡିକି ଯାଇଥିଲୁ